2024 ସାଧାରଣ ନିର୍ବାଚନର ଫଳାଫଳ। ଓଡ଼ିଶାରେ ବିଜେପି ଶାସନ। ଦୀର୍ଘ 25 ବର୍ଷ ରାଜୁତିର ଅବସାନ। ସମୟ ଥିଲା ହିଟଲର ଶାସନ ପରି ଓଡ଼ିଶାରେ ବିଜେଡ଼ିର ହିଁ ନାଁ ଥିଲା। ପିଲାମାନେ ଯେପରି ଜାତିର ପିତା ଭାଇ ମହାତ୍ମା ଗାନ୍ଧୀଙ୍କୁ ମନେ ରଖୁଥିଲେ, ଠିକ୍ ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଜାଣୁଥିଲେ। ସତ କହିବାକୁ ଗଲେ ମାନନୀୟ ନବୀନ ପଟ୍ଟନାୟକ ଅନେକ ବର୍ଷ ଧରି ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ, ଜନପ୍ରିୟ ନେତା ଓ ହୃଦୟରେ ବାସ କରୁଥିଲେ ଏବଂ ବାସ କରିବେ ମଧ୍ୟ। ତେବେ ମାର୍ଚ୍ଚ 2000 ମସିହା ଠାରୁ ମେ 2024 ପର୍ଯ୍ୟନ୍ତ ବିଜେଡ଼ିର ଏହି ନିଷ୍କଣ୍ଟକ ଯାତ୍ରା ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ସିନେମା ତାରକାମାନଙ୍କୁ ବାଟ ଦେଖାଇଛି ଏ ଦଳ। ଯେଉଁ ଗୋଡ଼କୁ ପ୍ରବେଶ କରିବା ଦିନ ଅସମର୍ଥ ଭାବୁଥିଲେ ଜାତୀୟ ସ୍ତରର ଦଳମାନେ, ତାର ସୁଦୀର୍ଘ ପ୍ରାଚୀର ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା 2024 ନିର୍ବାଚନରେ। ଲୋକସଭାର ସମୁଦାୟ 21 ଆସନକୁ ପ୍ରାୟତଃ ବିଜେପି ପୋଛି ନେଇଥିବା ବେଳେ 147 ବିଧାନସଭା ଆସନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ପ୍ରସ୍ତୁତ। ଆସନ୍ତୁ ଜାଣିବା ବିଜେଡ଼ି ପରାଜୟର କିଛି ପ୍ରମୁଖ କାରଣ। ବିଜେଡ଼ି ପରାଜୟର କିଛି ମୁଖ୍ୟ କାରଣ। ପ୍ରଥମ କାରଣ ଆଲୋଚନା ହୁଏ ଭିକେ ପାଣ୍ଡିଆନ, ଜଣେ ଅଣ ଓଡ଼ିଆ ଅଫିସରଙ୍କୁ ଅଗ୍ରାଧିକାର ଦେବା ଦଳ ପାଇଁ ମହଙ୍ଗା ପଡ଼ିଲା। ଧୃତରାଷ୍ଟ୍ର, ଭୀଷ୍ମ ଓ ବିଦୁରଙ୍କ ପରି ମନ୍ତ୍ରୀଙ୍କୁ ନେଇ ଶାସନ କରିବା ତ ସହଜ, ହେଲେ ଦୁର୍ଯ୍ୟୋଧନ ଓ ଶକୁନିମାନେ ରହିଲେ ସେ ଶାସନ ପତନ ହେବା ସୁନିଶ୍ଚିତ। ଅନେକ ବ୍ୟକ୍ତିଙ୍କ ଆଲୋଚନାରେ ଏହା ସ୍ପଷ୍ଟ ହୁଏ ଯେ ପାଣ୍ଡିଆନ କେତେବେଳେ ଶକୁନି ତ କେବେ ଦୁର୍ଯ୍ୟୋଧନ ପରି କାମ କରୁଥିଲେ। 2019 ନିର୍ବାଚନ ପରି ସେ ଯଦି ପରଦା ପଛରେ ଓ ନିଜେ ନବୀନ ପଟ୍ଟନାୟକ ସାମ୍ନା ରହିଥାନ୍ତେ, ଫଳାଫଳ ଏତେ ଖରାପ ହୋଇନଥାନ୍ତା। ଫଳାଫଳରୁ ଜଣାଗଲା ଓଡ଼ିଶାବାସୀ ନବୀନଙ୍କୁ ଭଲ ପାଆନ୍ତି, ପାଣ୍ଡିଆନଙ୍କ ପରି ବିଦେଶୀ ବ୍ୟକ୍ତିଙ୍କୁ ନୁହେଁ। ଦ୍ୱିତୀୟ କାରଣ ହେଲା ପାୱାର ଅଫ୍ ଡେମୋକ୍ରାସି, ଗଣତନ୍ତ୍ରର ବଳ। ଗଣତନ୍ତ୍ର ନାମେ ଗଣକୁ ଗଣେଇ ଗଣମୁଖ୍ୟ ଗଣେ କହେ ଭଲ ପାଏ, ବିଜୟ ବାଜାର ବୀଣା ବାଦନରେ ଭଲ ପାଇବାର ବନ୍ଧନ ଛିଣ୍ଡାଏ। ନିରୀହ ନରକୁ ଡାହା ଫାଙ୍କି ଦେଇ ନିଆଁ ହୁଳା ଫିଙ୍ଗେ ତାଙ୍କ ଭରସାକୁ, ଡାଳର ଘର୍ଷଣେ ନିଘଞ୍ଚ ଅରଣ୍ୟେ ଅଗ୍ନି ଚିହ୍ନେ ଗ୍ରାସେ ସାରା ଜଙ୍ଗଲକୁ। ଓଡ଼ିଶାର ସାଧାରଣ ଜନତା ଏ କଥାକୁ ବୁଝିସାରିଥିଲେ। ସାଧାରଣ ନେତା ଓ ଦଳୀୟ କର୍ମୀଙ୍କ ଉପରେ ତାଙ୍କର ଆସ୍ଥା ନଥିଲା, ତେଣୁ ସେମାନେ ସରକାର ବଦଳ ଚାହୁଁଥିଲେ। ତୃତୀୟ କାରଣ ମୋଦିଙ୍କ ଲୋକପ୍ରିୟତା, ଭାରତର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା। ଲୋକପ୍ରିୟ ନେତାଙ୍କ ବାରମ୍ବାର ଓଡ଼ିଶା ଅଭିଯାନ। ସଭ୍ୟତା ଆରମ୍ଭରୁ ଆମ ଓଡ଼ିଆମାନେ ହେଉଛନ୍ତି ଆତ୍ମସ୍ୱାଭିମାନୀ। ଆମ ରାଜ୍ୟ ଭାଷାଭିତ୍ତିକ ପ୍ରଥମ ସ୍ୱତନ୍ତ୍ର ରାଜ୍ୟ। ଏମାନେ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପ୍ରଭୁ ଜଗନ୍ନାଥଙ୍କ ନାମରେ ଗର୍ବିତ। ଏସବୁକୁ ଅସ୍ତ୍ର କରି ବିଜେପି ରଣକ୍ଷେତ୍ରକୁ ଆସିଥିଲା 2024ରେ, ଯାହା ସାମ୍ନାରେ ଶାସକ ଦଳର ବଡ଼ ବଡ଼ ଅସ୍ତ୍ର ବି ଧୂଆଁ ଧୂଆଁ ହୋଇ ଅଦୃଶ୍ୟ ହୋଇଯାଇଥିଲା। ଏବଂ ଆହୁରି ଅନେକ କାରଣ ଅଛି ଏହାର ପରାଜୟ ଉପରେ, ହେଲେ ଭିଡ଼ିଓ ଲମ୍ବା ହୋଇଯିବ ଏଇ ଛୋଟ ଟିକିଏ ଆମର ସୌଭିକର ଚ୍ୟାନେଲରେ। ତେଣୁ ଯଦି ଭଲ ଲାଗୁଛି ତେବେ ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ସେକେଣ୍ଡ ପାର୍ଟ ସିଓର ଆସିବ, ହେଲେ ଶେଷରେ ଗୋଟିଏ ମାତ୍ର ପଦ, ଏ ଭାରତୀୟ ଗଣତନ୍ତ୍ର ଗଣଙ୍କର ଶାସନ ବା ତନ୍ତ୍ର, ଯାହା ସାରା ବିଶ୍ୱକୁ ଦିଏ ସାଧନାର ମହାମନ୍ତ୍ର।